हाय फ्रेंड्स, जय जगन्नाथ। वेलकम टू माय मिनी ब्लॉग। आज ମୁଁ ଆସିକି ପହଞ୍ଚି ଯାଇଛି ଜଳେଶ୍ୱରରେ। ତ ଘର ସବୁ ଅଳିଆ ଆବର୍ଜନା ପଡ଼ିଥିଲା, ତାପରେ ତାକୁ ସଫାସୁତୁରା କରିକି ଆସିଲି ଠାକୁରଙ୍କର ସବୁ ଆସ୍ଥାନକୁ ସଫା କରିବା ପାଇଁ। ତ ଠାକୁରଙ୍କ ଘର ସଫା କରି ସାରିଲା ପରେ ମୁଁ ଆସିକି ପୂଜା କରିବାକୁ ଷ୍ଟାର୍ଟ କରିଦେଇଛି। ଆଉ ଏଇଠି ଦେଖନ୍ତୁ ସାଙ୍ଗମାନେ, ମୁଁ ମୋର ପୂଜା କରୁଛି। ଜାହ୍ନବୀ ବି ମୋ ସହିତ ବସିକି ପୂଜା କରୁଛି। ଘରେ ଅଲଗା ଟାଇମ୍ରେ ଦୁଷ୍ଟାମି କଲେ ବି, କିନ୍ତୁ ପୂଜା ଟାଇମ୍ରେ ସେ ଜମା ବି ଦୁଷ୍ଟାମି କରେନି। ମୋ ସହିତ ଆଳତୀ କରେ। ଆଳତୀ କେମିତି ମୁଣ୍ଡରେ ଲଗାନ୍ତି ସେଟାକୁ ବି ଜାଣିଯାଇଛି। ତ ତାପରେ ଆମେ ମା ଝିଅ ପଳେଇ ଆସିଲୁ। ଟିକେ ପୂଜା ପଟଳ ସାରି ସାରିଲା ପରେ, ଆଳତୀ ନେଇ ସାରିଲା ପରେ ପଳେଇ ଆସିଲୁ ଖାଇବା ପାଇଁ ବ୍ରେକଫାଷ୍ଟ। ତ ଆମର ଆଜି ବ୍ରେକଫାଷ୍ଟରେ ହେଇଥିଲା ଦଲିଆ। ମୁଁ ଗେହ୍ଲି ପାଇଁ, ମାନେ ମୋ ଜାହ୍ନବୀ ପାଇଁ ବନେଇଥିଲି ଦଲିଆ, ତ ମୁଁ ବି ଖାଇଦେଲି। ତ ମା ଝିଅ ମିଶିକି ଜାହ୍ନବୀ ଦଲିଆ ଖାଇଦେଲୁ। କିନ୍ତୁ ଦଲିଆ ଖାଇବାରେ କ'ଣ ଅଛି, ସେ ତାକୁ ଯେଉଁଟା ଭୁଜିଆ ଦେଇଥିଲି ସେ ଭୁଜିଆକୁ କେମିତି କରିକି ପକେଇଛି ଦେଖନ୍ତୁ। ତାପରେ ଆମେ ସନ୍ଧ୍ୟାବେଳେ ଟିକେ ଦିନ ସାରା ବହୁତ ସାରା ସଫାସୁତୁରା କରିକି ଥକି ପଡ଼ିଥିଲି, ରେଷ୍ଟ କରିକି ସନ୍ଧ୍ୟାବେଳେ ଟିକେ ବାହାରି ପଡ଼ିଲୁ ଇଭିନିଂରେ ବୁଲାବୁଲି କରିବା ପାଇଁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର। ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ। ଆଉ ଏଇଠି ଆମେ ପଳେଇ ଆସିଛୁ ଟିକେ ଗୁପଚୁପ୍ ଖାଇବା ପାଇଁ।